ମୁଁ ଅଯୋଧ୍ୟା ଶତପଥୀ କାମାକ୍ଷାନଗରରେ ବରିଷ୍ଠ ଓକିଲ। ଆଜ୍ଞା, କାମାକ୍ଷାନଗରରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି। କାମାକ୍ଷାନଗରରେ ବର୍ତ୍ତମାନ ଥାନାରେ 3 ଜଣ ଆଇଆଇସି ଅଛନ୍ତି। ବର୍ତ୍ତମାନ ପ୍ରକୃତରେ କିଏ ଥାନା ଅଧିକାରୀ ବର୍ତ୍ତମାନ ଜଣାପଡ଼ୁନି। କେହି କାହାକୁ ମାନୁନାହାନ୍ତି। ସେ ଚୌକିରେ ବି କେହି ବସୁନାହାନ୍ତି। ଯିଏ କାଗଜ ଖଣ୍ଡେ ଧରିକିରି ତାଙ୍କ ପାଖକୁ ଗଲାବେଳକୁ କେହି ଶୁଣିବା ପାଇଁ ପ୍ରସ୍ତୁତ ନୁହନ୍ତି। କାମାକ୍ଷାନଗରରେ ଆପଣ ଦେଖିବେ 3 ଦିନ ତଳେ କାମାନ୍ୟ ଅନ୍ତପୁରରେ ରାଧାକୃଷ୍ଣ ମନ୍ଦିର ଭିତରେ ଚୋରି କରିକି ନେଇକରି ଗଲେ ଚୋର ଆସିକରି। ସିସିଟିଭିରେ ଜଣାପଡ଼ିଲା ସେମାନଙ୍କ ଚେହେରା, ତାଙ୍କ ଗେସ୍ଚର ପୋସ୍ଚର ସବୁ ଜଣାପଡ଼ିଲା। ଜଣାପଡ଼ିଲା ପରେ ମଧ୍ୟ ପୋଲିସ ନିଷ୍କ୍ରିୟ ହୋଇ ରହିଲା। ତା ପରଦିନ ଯାଇ ପୁଣି ଚୋରି କଲେ ଏଠେଇ ମାଳପୁରା ଯେଉଁ ରାମ ମନ୍ଦିରରେ, ସେଠୁ ବି ଚୋରି କଲେ। ତାପରେ ଚୋରି କଲା ପରେ ବର୍ତ୍ତମାନ ଆଜି ବି ଆମେ ଦେଖିବାକୁ ପାଉଛୁ ଯେ ବହୁତ ଗୁଡ଼ିଏ ସରଳ ସମ୍ପତ୍ତି ସହିତ ସେ ଏଠି ଆମ ଯେଉଁ ରେକୁଳା ଯେଉଁ ମଙ୍ଗଳା ମନ୍ଦିର ଭିତରେ ପଶି ସମସ୍ତ ଚୋରି କରି ନେଇଯାଇଛନ୍ତି। ସେଠି ବି ସିସିଟିଭି କ୍ୟାମେରା ଅଛି। କିନ୍ତୁ ମୋର ଯାହା ବିଶ୍ୱାସ, ସେମାନେ କେହି କିଛି ବୁଝୁନାହାନ୍ତି। ଗୁଡ଼ିଏ ଗ୍ରାମରକ୍ଷୀ ଅଛନ୍ତି, ସେମାନେ କେବଳ ଟ୍ରକରୁ ପଇସା ଆଦାୟ କରିବାରେ ବ୍ୟସ୍ତ। ବର୍ତ୍ତମାନ ଆଗରୁ ଯେଉଁ ଥାନା ଡାଳୁଅ ବାବୁ ଥିଲେ, ଏଇ ଯେଉଁ ବେହେରା ବାବୁ ଥିଲେ, ୟା ପୂର୍ବରୁ ପର୍ଯଙ୍ଗ ନେଇକରି ଗଲେ, ସେମାନେ ଥିଲାବେଳୁ କାମାକ୍ଷାନଗରରେ ଚୋରମାନଙ୍କର ଭୟ ଥିଲା ଥାନା ପ୍ରତି। ବର୍ତ୍ତମାନ ଏମାନଙ୍କୁ କାହାର ଭୟ ନାହିଁ, ଥାନାକୁ କାହାର ଡର ଭୟ ନାହିଁ। ଚୋରଙ୍କର ବର୍ତ୍ତମାନ ରାଜୁତି ଅଛି। ଏସ୍ପି ମହୋଦୟଙ୍କୁ ଆମେ ଅନୁରୋଧ କରୁଛୁ, କାମାକ୍ଷାନଗରରେ ଆଦର୍ଶ ଥାନାକୁ ଗୋଟେ ଭଲ ପୋଲିସ ଅଧିକାରୀ ପଠାନ୍ତୁ, ଯାହାଫଳରେ ଆମେମାନେ ଶାନ୍ତିରେ ଟିକେ ନାକୁ ରହିବୁ।